କଲଟା କଣ ପାଇଁ କାଟୁଛୁ? ଏଟିଟ୍ୟୁଡ ବେଶୀ ହେଇଯାଇଛି ନା କଣ? ଏଟିଟ୍ୟୁଡ ବେଶୀ ହେଇଯାଇଛି, କଲଟା କଣ ପାଇଁ କାଟୁଛୁ? ହଁ, ମଜା ଲାଗୁଛି ନା କଣ? ସଣ୍ଡେକୁ ୱେଟ୍ କରିବେ, ସଣ୍ଡେକୁ ୱେଟ୍ କରିବା ପାଇଁ ମୁଁ ରହିବିନି, ବୁଝିଲି ତ। ତୁ ଭାବିନୁ ଯେ ପେରାକ୍ୟୁଟା ଅଲଗା, ତତେ ମୁଁ କହିନଥିଲି ଯେ ମୁଁ ଏମିତି ବିଷ ପିଇବି ଯେ ତୁ ବହୁତ ପସ୍ତେଇବୁ। ଆଜିଠୁ ପସ୍ତେଇବା ଷ୍ଟାର୍ଟ ହେଇଗଲା ତୋର। ତତେ ମୁଁ ବହୁତ ଭଲ କଥା କହିଥିଲି, ତୁ ତ ଖରାପ ଭାବି ନେଲୁ ନା। ମୁଁ ଯୋଉଟା କହିବି ତତେ ଖରାପ ଲାଗୁଛି ନା, ଠିକ ଅଛି କିଛି କହିବିନି ଆଉ। ମୁଁ ତତେ କଣ କହିଥିଲି? ତୁ ମତେ କଣ କହିଥିଲୁ? ଜାସମିନର ମ୍ୟାରେଜ କୁ ଯିବୁନି। ମୁଁ ଯାଇଥିଲି? ତତେ ଖରାପ ଲାଗିବି ବୋଲି ମୁଁ ଯାଇନି। ସେମିତି ମତେ ବି ତୁ ସେଇଠି ଆସି ମତେ ଖରାପ ଲାଗୁଛି। କଣ ପାଇଁ ଖରାପ ଲାଗୁଛି? ମୁଁ ଅଲଗା କାହାକୁ କାହିଁ କହିଛି? ମୁଁ ତତେ କଣ ପାଇଁ କହୁଛି? ମାମୁଁ ଘରେ ତତେ ରହିବାକୁ କଣ ପାଇଁ ଆଗରୁ ଯାଇଥିଲୁ? ମୁଁ ତତେ କିଛି କହିଥିଲି? ଗୋଟେ ଡାଇଲଗ କଣ ମାରୁଛୁ? ମାମୁଁ ଘରେ ରହିବାକୁ ମୁଁ କଣ ଲାଇଫ ଟାଇମ ଆସିଛି? 2-3 ବର୍ଷର ଆସେ। ତୁ ବା ଆଗରୁ ବି ଯାଇଥିଲୁ, 2 ମାସ ରହିକି ଆସିଲୁ, ମୁଁ ତତେ କିଛି କହିଥିଲି? ମୁଁ ତ ନିଜେ କହିଥିଲି ତୁ ମାମୁଁ ଘରେ ରହ। ମୁଁ ତତେ ଏବେ କହୁଛି ତୁ ମାମୁଁ ଘରେ ତାକେ ପାଡା। ମତେ ଯଦି ସତରେ ଯଦି ଭଲ ପାଇଥିବୁ ଇଏ ଥିବୁ ଏବେ ପାଡା ତୁ, ଏବେ ପଲା। ତୁ ଭାବିନି ଯେ ମୁଁ ଆଉ ଫେରିବି ବୋଲି। ତୁ ଯଦି ମତେ ସତରେ ଭଲ ପାଉଥିବୁ, ଯଦି ମତେ ଏବେ ବି ଚାହୁଁଛୁ, ତ ଠିକ ଅଛି ତୁ ମାମୁଁ ଘରେ ଆଜି ତ ଯାଇପାରିବୁନି, କାଲିଠୁ ମୁଁ କାଲି ଯେ ତତେ କଟକ ଦେଖେ। କାଲି ଯେନ ତତେ ମୁଁ କଟକ ଦେଖେ। ତୁ 30ରେ ଯିବା ପାଇଁ କହୁଛୁ ତ ମୁଁ 30ରେ ଯିବି। 30ରେ ଯିବା ପାଇଁ କହୁଛୁ ତ ମୁଁ 30ରେ ଯିବି। ବହୁତ ଚେଞ୍ଜ ହେଇଗଲେ ତୁ। କଣ ଚାହୁଁଛୁ, କଣ କହୁଛୁ କହ? ହୁଁ, କଣ କହୁଛୁ? ଟେରାକୁଟା ଆଉ ପିଇବି ନା କଣ? ନା ଯିବୁ ନା ପିଇବି ମୁଁ? ମତେ ଚାହୁଁଛୁ ନା ପିଇବି ମୁଁ? ହ୍ୟାଲୋ ହ୍ୟାଲୋ। ଏ ମୋର କସମ ମତେ ଆନ୍ସର ଦେ, ହଁ କି ନା ଖାଲି ମତେ କହ। ମୋର କସମ ମତେ ଆନ୍ସର ଦେ। ତୁ ଯଦି ମତେ ସତରେ ଭଲ ପାଉଥିବୁ ତ ମତେ ଆନ୍ସର ଟା ଦେ। ହ୍ୟାଲୋ। ମୋର ଭଲ ପାଇବାର, ତୋର ଭଲ ପାଇବାର କସମ। ତୁ ଯଦି ସେକେଣ୍ଡ ସତରେ ଯଦି ଏମିତି ଭଲ ପାଇଥିବୁ, ତା ସହିତ ଯଦି ରହିବା ତୋର ଲାଇଫ ଟାଇମ ରହିବା ପାଇଁ ଇଚ୍ଛା ଅଛି, ତୁ ମତେ ଆନ୍ସର ଦେ ହଁ କି ନା। ଲାଷ୍ଟ ଥର ପଚାରୁଛି ହଁ କି ନା। ତୁ ମାମୁଁ ଘରେ ରହିବୁ ନା ମତେ ଚୁଜ କରିବୁ, ନା ତୋ ମାମୁଁ ଘରେ ଚୁଜ କରିବୁ କହ? ଯିବି। ଲାଷ୍ଟ ଥର ପଚାରୁଛି, ଲାଷ୍ଟ ଥର ପଚାରୁଛି ମୁଁ। ହଁ ଯିବି। କି ନା, ହଁ କି ନା ମତେ କହ। ହଁ। ହଁ, ତୁ 25ରେ ଯିବା ପାଇଁ କହୁଥିଲୁ ତ କଣ ପାଇଁ ମାନା କରିଦେଲୁ? କଣ ପାଇଁ ତୁ ବାହାନା କଣ ପାଇଁ ମାରିଲୁ? ବାହାନା କଣ ପାଇଁ? ବାହାନା କଣ ମୁଁ ପାଇଁ? କରୁଛି। ବାହାନା ତୁ କରିନୁ? ମୁଁ ବାହାନା କରୁଛି ନା ତତେ ମୁଁ ତମେ କାଢିଲ? କହିଥିଲି। ଆଁ ବାହାନା ମୁଁ କରିଥିଲି ନା ତମେ ବାହାନା ମୁଁ କରିଥିଲ? କାଢିଥିଲି। ମୁଁ କରିଥିଲି। ମୁଁ ତତେ କହିଥିଲି ଯେ କହିଲି ତ 25ରେ ତୁ ଯାଏନି। ମୁଁ ତତେ କହିଥିଲି 25ରେ ଯାଏନି ବୋଲି, ତୁ ମାମୁଁ ଘରେ ରହ। ମୁଁ ଏତେ ଥର ତତେ କହୁଛି ଯେ ରାଗି ରାଗିକି କହୁଛି ନା ତୁ ମାମୁଁ ଘରେ ରହ, ମାମୁଁ ଘରେ ରହ। ତୁ ତ ସେଇଟା ତ ସିରିୟସଲି ଭାବୁଛେ ନା ମତେ ରହିବାକୁ କହୁଛୁ ରିପନ, ମୁଁ ତାହେଲେ ରହିଯିବି। ତୁ ତ ଗୋଟେ ଥର ବି ବୁଝିନୁ। ତୁ ମତେ କଣ କହିଥିଲୁ ଯେ ଓ ଜାସମିନର ମ୍ୟାରେଜ କୁ, ଠିକ ଅଛି ଠିକ ଅଛି। ଜାସମିନର ତୁ ମତେ କହିଥିଲୁ ରବିବାର ନା ଦିନ ୱେଟ କର। ରବିବାର ଦିନ ଦିନକୁ ୱେଟ କର। କାହିଁକି ୱେଟ୍ କରିବି? କାହିଁକି ୱେଟ୍ କରିବି? ରବିବାର ଦିନକୁ ୱେଟ କର। କାହିଁକି ମୋ ମାମାର କିଛି କାମ ଅଛି। ମୁଁ ମୋ ମାମାର କାମ ସାରିକିନା ମୁଁ ଯିବି। ତୋ ଏଇଟା ମତେ ମାମାର କଣ ଲାଷ୍ଟ। କାମ ଅଛି? ତୋର ମାମାର କଣ କାମ ଅଛି? ତୋର ମାମା କଣ କାମ ଅଛି? ମାମାର କଣ କାମ ଅଛି? କଣ ମାମାର କାମ? ମୋ ମାମାର ଜଣେ ଆସିବେ। ତ ତତେ ଦେଖିବାକୁ ଆସିବେ? ଗଭର୍ଣମେଣ୍ଟ ରୁ ଜଣେ ଆସିବେ। ତତେ ଦେଖିବାକୁ ଆସିବେ? ତତେ ଦେଖିବାକୁ ଆସିବେ? କହିଲି ତ, ମାମାର ଗଭର୍ଣମେଣ୍ଟ ରୁ ଜଣେ ସାର୍ 5-6 ଜଣ ଆସିବେ। ତ ତାଙ୍କ ସହିତ ମୁଁ କଥା ହେଇକିନା, ତ ମାମାଙ୍କୁ ମୁଁ କହିକିନା, ମୁଁ ତା ପରଦିନ ହିଁ, ମୁଁ ରବିବାର ଦିନ ହିଁ ମୁଁ ଚାଲିଯିବି। କାଲି ତୋତେ କଣ ଆସିବାର ଦରକାର? ଅଛି। ତୋର ମାମାର ଦରକାର। ତୋତେ କଣ ଦରକାର? ତୋତେ ମାମାର କଣ ଦରକାର। ତୋର ମୋ ତୋର ମାମା ମାମାର କେବେ ଦରକାର। ବି ଆସିବନି। ମୋ ମାମା କେବେ ବି ଆସିବନି। ତାର ମାମୁଁ ଘର ତାର ମରି ସାରିଛି। ତା ମାମୁଁ ଘର ଆଉ ନାହିଁ। କି ମୋର ବି ଗୋଟେ ଥିଲା, କି ମୋର ବି ମୋ ମାମୁଁ ଘର ମରିଗଲା।
ମୋ ମାମୁଁ ଘରେ ମୁଁ ଏଇଠି ପଢି ରହିଛି ସତ, କିନ୍ତୁ ମୁଁ ଏଠୁ ଗଲା ପରେ ନା ମୋ ମାମୁଁ ଘରେ ମତେ ବି କେହି ପାଇବେନି, କି ଆମ ଘରେ ମୋ ବଂଶରେ ମୁଁ ଗୋଟିଏ ଝିଅ ମତେ ବି କେହି ପାଇବେନି, କି ତମେ ବି ମତେ ପାଇବନି। ତୁ ଚାହୁଁଛି ଯେ ମୁଁ ଏବେ ଆଜି ପ୍ୟାରାଗୁଏଟା ପିଏ, ଆଉ ଥରେ ପିଏ ନା? ଠିକ ଅଛି ଠିକ ଅଛି କି ଠିକ ଅଛି ଠିକ ଅଛି, ତତେ ମିଳିଯିବ ମିଳିଯିବ, ୱେଟ୍ ଠିକ କର ଅଛି, ତୁ। କହିଲି ଠିକ ପରା ଅଛି କହିଲି ପରା କି ମୋ ମାମୁଁ ଘର ଲୋକ ମୋ ପାଇଁ ବି ମରି ସାରିଛନ୍ତି, ଆମ ଘର ଲୋକ ମୋ ବାପା ମା ବି ମୋ ପାଇଁ ମରିଗଲେ, କି ମୁଁ ଯେବେ ବି ଯିବି ନା, କି ମୁଁ ରବିବାର ଦିନ ମୁଁ ଯିବା ପାଇଁ ମୁଁ ଚାହୁଁଛି। ମୋ ମାମାର ଯଦି କାଲି ବି ଯଦି କାମ ହେଇଯାଏ ନା ମୁଁ ପଳେଇବି, ରବିବାର ଇଏ ଶୁକ୍ରବାର ସେ 2 ଦିନ ଟାଇମରେ ସେ ଆସିବେ, ସେଥିପାଇଁ ବି ମୁଁ କହିଛନ୍ତି, ମୁଁ ସେଥିପାଇଁ ମୁଁ ପଢି ରହିଛି। ନହେଲେ ମୁଁ ସେମିତିକା ଝିଅ ନୁହଁ କି ମୁଁ କାହା କଥା ଦେଇକିନା ମୁଁ କଥା ରଖିବିନି। ମୁଁ ବହୁତ ଥର ମୁଁ ଏଇଟା ମତେ ବହୁତ ଥର ତମେ ମତେ କହିସାରିଲଣି। 25 ତାରିଖ ଦିନ କଣଟା ତମେ ମତେ କହିଲ 25? ଠିକ ଅଛି, ମୁଁ ତୁ ପଚିଶ ମତେ ତାରିଖ କଣ ଦିନ କହିଥିଲୁ, ତମେ ତୁ ମତେ ମତେ ମନା କଲ ଶୁଣ, କି ମୁଁ ତୁ ମତେ ଗଲିନି। କଣ କହିଥିଲୁ, ତୁ ମତେ କଣ କହିଥିଲୁ, ତାପରେ ବି ମୁଁ ଜାସ୍ମିନ ର କଣ ପାଇଁ ମ୍ୟାରେଜ ଇଏ କୁ, କଲି? ଜାସ୍ମିନ ର ଆରେ ମ୍ୟାରେଜ କୁ ଜାସ୍ମିନ ଯିବିନି। ର ମୁଁ ବାହାଘର, ମୁଁ ଜାସ୍ମିନ ମ୍ୟାରେଜ ର କୁ ଯାଇଥିଲି, ବାହାଘରକୁ ମୁଁ ମୁଁ କଣ ମ୍ୟାରେଜ ପାଇଁ କୁ ମୁଁ ମନା ଯାଇଥିଲି, କରିଥିଲି? ମୁଁ ମ୍ୟାରେଜ କୁ ଜାସ୍ମିନ ର ଯାଇଥିଲି। ଓ ଯାହା ପାଇଁ ତମର ଯାହା ତମର ପାଇଁ ମାନା, ଇଚ୍ଛା ଥିଲା, ଯାହା ତମର ପାଇଁ ଇଚ୍ଛା ମାନା କର। ଥିଲା, ହଁ ତୁ ମତେ ତମର କହୁଛୁ ଇଚ୍ଛା ଇଚ୍ଛା ଥିଲା ତୋର, ତୁ ମତେ କହୁଛୁ ଯେ ମୋର ଇଚ୍ଛା ଥିଲା, ଠିକ କହିଲି ଅଛି ପା ମୋର ଯହ ତମର ଇଚ୍ଛା ମୋର ଥିଲା ଯିବା ପାଇଁ, ମୋର କିନ୍ତୁ ମୁଁ ମୋର ଏମିତି ଇଚ୍ଛା। କିଛି କାମ କରି ବସିଲି ଯୋଉଟା କି ତମେ ଯିବାକୁ ମନା କଲ କି ନା ମୁଁ ଯିବିନି। ଠିକ ଅଛି, ଏବେ ବି ମୁଁ ତୁମକୁ କହିଦଉଛି, କହିଲି ପା ନା ନା ମୁଁ ଏଠୁ ନା ନା ଗଲା ନା ପରେ ତୁ କି ତୁ ମୋ କଣ ମାମୁଁ କହିଲୁ, ଘର ତୁ ଲୋକ ପାଇଁ ତୁ ମରିଗଲି, କି ମୁଁ ତୁ ଆମ ତୁ ବଂଶରେ ମୁଁ ଗୋଟିଏ ଝିଅ, ତୁ କଣ ଗୋଟିଏ କହିଲୁ, ତୁ ଝିଅକୁ ହିଁ ମୁଁ ହରେଇ ଦେଲେ। ନା 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 ତୁ କଣ କହିଲୁ, ତମେ ବି ମତେ ହରେଇ ଦେଲ। ତମେ ତୁ ପୁରା କଣ କହିଲୁ, କହିଛ ତମେ ଈଶାକୁ ଭଲ ପାଉଛ, ଈଶାକୁ ଭଲ ପାଉନ। ଈଶାକୁ ତମେ ବହୁତ ନା 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 ଆଗରୁ ତମେ ତୁ ଭୁଲି ତୁ ସାରିଛ। କାଲି ତୁ ତମେ ତୁ ମତେ ଯେତିକି ବି କଥା କହିଛ, ଶୁଣି ମୋ ଶୁଣି କଥାର ଶୁଣି ମଜାକ ଶୁଣି ଉଡେଇଛ ନା ଶୁଣି ଶୁଣି ବହୁତ। ଶୁଣି ଶୁଣି ତୁ କଣ କହିଲୁ, ତୁ କଣ କହିଲୁ ଯେ ହচ্ছে ଇଏ ମୋ ଯିବା ପାଇଁ ଇଚ୍ଛା ଥିଲା, ତାହେଲେ ମୁଁ ଯଦି ଏବେ ତତେ କହେ ତୋ ମାମୁଁ ଘରେ ରହିବା ପାଇଁ ଇଚ୍ଛା ହଉଛି, ଆରେ ବହୁତ ଇଚ୍ଛା ହଉଛି କାହିଁକି ତୋ ଇଚ୍ଛା ମାମୁଁ। ହବ, କାହିଁକି ଇଚ୍ଛା ହବ, ମୋ ମାମୁଁ ଘରେ ଏମିତି କଣ ଅଛି, ମୋ ମାମୁଁ ଘରେ କଣ ଅଛି ଯେ ମୁଁ ରହିବି? ତୁ କଣ ପାଇଁ ସେଠି ପଢିଛୁ, କଣ ପାଇଁ ସେଠି କଣ ପାଇଁ ପଢିଛୁ? ତ ମୁଁ କହିଲି ତ ଯେତେ ମୁଁ କହିଲି ତ ମୋ ତତେ ମାମାର 20 ରେ, ଗୋଟେ କାମ ମୁଁ ଅଛି, ତତେ ମୋ 22 ମାମାର ରେ କହିଥିଲି, କାମ ଅଛି, ମୁଁ ମୋ କାମର ମୁଁ କାମଟା ମୁଁ ତତେ ସାରିକିନା ମୁଁ 20 ଯିବି। ମୁଁ ତତେ 22 ରେ କହିଥିଲି, ତୁ ଯଦି ମତେ ସତରେ ଭଲ ପାଉଥିଲେ ତ ତୁ 25 ରେ ଯେ ମାନେ ଯାହା ବି ହେଲେ ତୁ ସେଇଠି ଯାଇଥାନ୍ତି। ଆରେ ତୁ ଓହୋ ମତେ କହ, ତୁ ମତେ କହ ତୋ ପାଇଁ କଣଟା କରିବି? ସବୁ କିଛି ବୋଉ କରିଛି ତୋ ପାଇଁ, ତୁ ମତେ କହ ମୁଁ ବୋଉ କଣଟା ଆସୁ କରିବି? ଆସୁଥିବୁ। କୋଉ ଟାଇମ ତତେ ମୁଁ ଯାଇନି, ତୁ ମତେ କହ ଯେ ତୋ ପାଇଁ ମୁଁ କଣ କରିବି? ବହୁତ କିଛି କରିଛି ତୋ ପାଇଁ, ବହୁତ କିଛି କରିଛି। କାଲି ତୁ ଆଗରୁ ଯେମିତି ନାସୁଙ୍କୁ ଛାଡିଛି, କାଲି